ମୁଁ ଏତେ ବୋକି ଥିଲି ନା, ମୁଁ ଆଗରୁ ମଣିଷ ଚିହ୍ନି ପାରୁନଥିଲି। ମୁଁ ଭାବେ ନା ସେ ବହୁତ ଭଲ, ସେ ଭଲ କଥା କହୁଛନ୍ତି ମାନେ ସେ ବହୁତ ଭଲ, କିନ୍ତୁ ସେଇ ମଉକାରେ ଲୋକ ନା ମୋଠୁ ବହୁତ ଫାଇଦା ଉଠେଇଲେ। ଆଉ ମୁଁ ସମସ୍ତଙ୍କୁ ଏତେ ବିଶ୍ୱାସ କରିଗଲି, ମୁଁ ଚାହିଁଲି ବି ନା ସେ ଖରାପ ନୁହଁ, ସେ ଭଲ, କିନ୍ତୁ ଭଗବାନ ଆଣିକି ମୋ ପାଖେ ମୋ ସାମ୍ନାରେ ଏମିତି ପରିସ୍ଥିତି ଠିଆ କରିଦେଲେ, ମୁଁ ଟୋଟାଲି ମୋ ଚାରିପାଖର ମଣିଷଙ୍କୁ ଭଲସେ ଚିହ୍ନିଗଲି, କିଏ ମୋ ପାଇଁ ଭଲ, କିଏ ମୋ ପାଇଁ ଖରାପ। ତେଣୁ ଆଉ ମୋତେ ଭୁଲେଇବା ବହୁତ କଷ୍ଟ, କାହିଁକିନା ମୁଁ ମଣିଷ ଚିହ୍ନିବାରେ ଆଉ କେବେ ବି ଭୁଲ କରିବିନି। ଆଉ ଭଗବାନ ସେଇ ପରିସ୍ଥିତି ମୋତେ ଠିଆ କଲେ ବୋଲି ମୁଁ ଆଜି ସମସ୍ତଙ୍କୁ ଜାଣିପାରିଲି କିଏ ଭଲ, କିଏ ଖରାପ, କିଏ ମୋର ଭଲ ଚିନ୍ତା କରୁଛି, କିଏ ମୋର ଖରାପ ଚିନ୍ତା କରୁଛି, କିଏ ମୋ ସାଥିରେ ସ୍ୱାର୍ଥର ସମ୍ପର୍କ ରଖୁଛି, କିଏ ମୋର ବିନା ସ୍ୱାର୍ଥରେ ସମ୍ପର୍କ ରଖୁଛି। ମୁଁ ସମସ୍ତଙ୍କୁ ଚିହ୍ନିଗଲି। ଆଉ ଧୋକା ଖାଇବାରେ ନାହିଁ। ବାବା ଭାବି ଚିନ୍ତିକି ମୋ ସାଥିରେ ସମ୍ପର୍କ ରଖନ୍ତୁ, ଆଉ ଯଦି ଫାଇଦାରେ ଆଉ ସ୍ୱାର୍ଥରେ ରଖୁଛନ୍ତି ବାବା ସାଇଡ୍ ହେଇଯାଅ। ଏଭଳିଆ ସମ୍ପର୍କ ମୋର ଦରକାର ନାହିଁ। ଯଦି ମୁଁ ଭଲ ପାଇପାରେ ନା, ଜୀବନ ବି ଦେଇପାରେ, ଆଉ ଯାହାକୁ ଘୃଣା କରେ ନା ତା ମୁହଁକୁ ବି ଚାହେଁନି।